ରାମ ନାରାୟଣ ରାମ ଚେଷ୍ଟା କରୁଥିବା ସମୟରେ ସେ ଶୀର୍ଷ ସୀମା ପର୍ଯ୍ୟନ୍ତ ଯାଇଛନ୍ତି, କିନ୍ତୁ ସେ ଏହାକୁ ସମାପ୍ତ କରିପାରୁନାହିଁ। ଶେଷରେ କିଛି ବାକି ରହିଯାଏ। ଯେତେବେଳେ କିଛି ସମାପ୍ତ ହୁଏ ନାହିଁ, କିଛି ବାକି ରହିଯାଏ, ସେତେବେଳେ ନିଶ୍ଚୟ ଏହାର କିଛି ଶେଷ ଅଛି, ଯାହାର ସାଧନା ଦ୍ୱାରା, ଯାହାର ଚିନ୍ତାର ଫଳରେ ଏହା ପୂର୍ଣ୍ଣ କରାଯିବ। ସେ କିଏ ସାଧନା କରୁଛନ୍ତି, କେଉଁ ସୁର ଅଛି, କେତେ ମାତ୍ରାରେ ଅଛି, ସେ ପୂର୍ଣ୍ଣ ସାଧନାରେ ପହଞ୍ଚିବା ପର୍ଯ୍ୟନ୍ତ ଆମେ ପୁନରାୟ ସେହି ଅବସ୍ଥାରେ ରହିବା। ସମସ୍ତ ଜୀବ ଜାତି ଏକ ଏହି ସ୍ତରରେ, ଏକ ତାରର ସୁରରେ ଆମେ ଏକ ନିୟମରେ ଅଛୁ। ଦୈହିକ ବୃତ୍ତିର ନିବୃତ୍ତିର ଯେଉଁ ଖେଳ ଅଛି, ସେହି ଖେଳ ସମସ୍ତ ଜୀବଜଗତର ସମସ୍ତ ଜୀବରେ ଅଛି। ପ୍ରାୟ ସମସ୍ତଙ୍କରେ ଅଛି କାମ, କ୍ରୋଧ, ଲୋଭ, ମାୟାମୋହ। ଦୈହିକ ବୃତ୍ତିର ଖେଳ ପ୍ରାୟ ସମସ୍ତଙ୍କରେ ସମଜାତୀୟ ଅଟେ। ଯଦି ସେମାନେ ସମସୁରେ ବନ୍ଧା ଯାଆନ୍ତି, ତେବେ ନିଶ୍ଚୟ ଅଧିକ ବନ୍ଧିବାକୁ ଅଛି, ଅଧିକ ସାଧନା, ଅଧିକ ଜାଣିବାକୁ ଅଛି। ଯାହା ସାଧନା କରିଲେ ଅଧିକ ଗଭୀରତାରେ ଏବଂ ଅଧିକ ଶାନ୍ତି ଓ ତୃପ୍ତିକୁ ନେଇ ଆଗକୁ ବଢ଼ିଯାଯିବ। ଏହି ସାଧନା ହେଉଛି ପ୍ରକୃତିର ପ୍ରକୃତ ସାଧନା। କାରଣ ଯେତେବେଳେ ପୃଥିବୀ ଅଛି, ଯେତେବେଳେ ପୃଥିବୀ ଏକ ଅନ୍ୟ ବସ୍ତୁରୁ ଆସିଛି, ତେବେ ବୁଝିବାକୁ ପଡ଼ିବ ଯେ ଅନ୍ୟ ଏକ ବସ୍ତୁ ଅଛି। ସେହି ବସ୍ତୁ ବହୁତ ସାମଗ୍ରୀର ସୁରକ୍ଷା କରୁଛି ଯେ, ତେଣୁ ପ୍ରତି ଜୀବରେ, ପ୍ରତି ବସ୍ତୁର ଖଣ୍ଡ ଖଣ୍ଡରେ ଏହି ପ୍ରକାରର ସୁରକ୍ଷା କରିବାର କ୍ଷମତା ଅଛି।